ଦବାକୁ ପଡିବ ନା। ଆରେ ରକ୍ତ ଟଙ୍କା ତୋ ଭଳି ପୁଅଠୁ ଟଙ୍କା ନେଇ ବଞ୍ଚିବା ଅପେକ୍ଷା ଭିକ ମାଗି ବଞ୍ଚିବା ବହୁତ ଭଲ। ଆରେ ମାରେ ମୁଁ ତ ହାତ ଯୋଡ଼ିଲି ତ ଗୋଡ଼ ତଳେ ପଡ଼ିଲି। ତୁ ମତେ ପାଉଣା ଶୁଝିବା କଥା କହୁଛୁ ତାହେଲେ 2000 କାହିଁକି ଆଜି ସବୁତକ ପାଉଣା ହିସାବ କରି ତୁ ମତେ ଦବୁ। ଆରେ ହିସାବ କର ଏଇ ପେଟରେ ଥିଲା ବେଳେ ଯେତିକି ଥର ତୁ ମୋ ପେଟକୁ ଗୋଇଠା ମାରିଛୁ ତାର ପାଉଣା କେତେ ତୁ ମତେ ଫେରା। ଆରେ ଏଇ ଛାତିରୁ ତୁ ଯେତିକି କ୍ଷୀର ଖାଇଛୁ ତାର ପାଉଣା ତୁ କେତେ ମତେ ଫେରା। ଆରେ ହିସାବ କର ଏଇ ଗୋଡ଼ରେ ତୁ ଯେତିକି ମଇଳା ଯାଇଛୁ ଏହି ହାତରେ ମୁଁ ତାକୁ ଧୋଇଛି ତାର ପାଉଣା ତୁ ମତେ ଫେରା। ଫେରା ତୁ ତା ପାଉଣା। ଆରେ ମୂର୍ଖ ମାର ପାଉଣା କେହି କେବେ ବି ଶୁଝି ପାରେନି। ଆରେ ତୁ ଶୁଝିବୁ କଣ? ତୋ ଭଳି ପୁଅର ମୁହଁ ଦେଖିବାକୁ ମତେ ଘୃଣା ଲାଗୁଛି। ଆଜିଠୁ ଭାବିଦେବି ତୁ ମୋ ପାଇଁ ମରି ଯାଇଛୁ ତୋ ବାପା। ତୁ କଣ ମୋ ସ୍ୱାମୀକି ମରିଯିବା କଥା କହୁଛୁ? କଣ ମରିଯିବା କଥା କହୁଛୁ? ସେ କଣ ବଞ୍ଚିଛି ଯେ ତା ମରିଯିବା କଥା ଶୁଣି ତୁ ଚମକି ପଡୁଛୁ? ତୁ ତ ଭାଇ ହେଇ ଏ ଘରକୁ ଆସିଲା ପରେ ତୁ ତାକୁ ମାରି ଦେଇଛୁ। ଯାହା ନିଶାନ୍ତ ଜୀବନ ଖାଇ ତାକୁ ମେଣ୍ଢା କରି ତୋ ପାଖରେ ରଖିଛୁ। और इतने साफ तू बस्ती घुमाए अपमान दौचो। कौन करिबु तू मोर मारिबु मते मारिबु। अरे मार मते ସିଏ ସିନା ତତେ ମାରି ପାରିବେନି। ଏ ଆପାର୍ଟମେଣ୍ଟର ଲୋକଙ୍କୁ ଡାକି ମୁଁ ତତେ ମାଡ଼ ଦେଇ ଏଠୁ ବିଦା କରିବି। ଭୁଲ କହିଲୁ ତୁ। ଏ ଆପାର୍ଟମେଣ୍ଟର ଲୋକ ଆସିଲେ ମତେ ମାଡ଼ ଦବା ତ ଦୂରର କଥା ଓଲଟି ସେମାନେ ମତେ କାମ ଦେଇକିରି ଯିବେ। ଆଚ୍ଛା ଆମେ ତତେ ଚିହ୍ନିଛୁ ବୋଲି ନ କହିଲେ ଏ ଆପାର୍ଟମେଣ୍ଟ ଯଦି କାମ ମିଳିଯିବ ତାହେଲେ ଠିକ ଅଛି।